सत्य धर्म रता नित्यं तीर्थानां च सदाश्रय नन्दन्ति देवता सर्वे सत्य सत्य परानरां नारायणं नमस्कृतं नरे चैव नरोत्तमं देवीं सरस्वती व्यास ततो जयते। नारायण मोरा प्रभु की जय। मर्यादा पुरुष राम नारायण की जय। कृष्ण भगवान की जय। जगन्नाथ महाप्रभु की जय। झंकड़वासिनी माँ शरण को जय। मोर प्रिय श्रोता बंधु मान को जय। मोर प्रिय श्रोता बंधु आपण मान नमस्कार करी आरंभ करने जाऊँ। आउ तो मात्र केवल रामायण कथा तो आपण मैंने सब शुणी सारे। केवल केवल बाकी अच्छी अश्वमेध यज्ञ हम तापर शेष हम। खाली मर्यादा पुरुष राम नारायण अश्वमेध यज्ञ कर नारायण भी सत्य जुगरे देवता मान को नहीं करते। कहीं करते मर्यादा पुरुष राम जोज करते रावण को मारते ब्रह्महत्या दोष लगे से करेंगे। नारायण भी निजे न मारिकी आपण मैंने कहे शुणिले नारायण मार्चंती कि इंद्र मार्चंती जमी बेलालसन कथा कृष्ण मारते ना भीम मारते से रकम कथा आश्चर्यमय कथा आप शुणला कमेंट बॉक्स लिखे किए मारे कहीं कले जमीती त्रेता जुगरे रावण उत्पात कला तापर आ गोटे श्रोता बंधु गोटे रावण को मर्यादा पुरुष राम मारी ना ये बढ़ीगला पर आप शुणवे रावण तो 10 मुंड तापरे 1000 मुंड रावण को मर्यादा पुरुष राम मारी से कथा आपण मैंने पर शुणवे। अश्वमेध यज्ञ कहीं सत्य जुगरे होता वृत्र असुर उत्पात कला सत्य जुगरे ताकू देवता माने सब रुंड हेले नारायण पाख गले तेल वृत्त असुर आमको सब नहीं घटेला आम उद्धार पाइबू कमी जदि तुम्हें न मार आम थय हो रही पार ना। नारायण कहले मारती सत किंतु सी मोर गोटे उपकार कर तेणु मुझे डायरेक्ट मारी पार मरब केमी इंद्र को पावर देदेवा 3 भाग इंद्र को 3 भाग पावर नदेने से पुत्र असुर मरबनी। हो तान बुद्धिटा कहतु कहले इंद्र जीवे से उपाय मु कही दूची जिते इंद्र तक मारे को जीवे वज्र धरिक जीवे मोर 3 भाग गोटे भाग मो पाखे रहिबो आउ 3 भाग रु गोटे भाग वज्र रहिबो आउ गोटे भाग इंद्र को देहरे रहिबो आउ गोटे भाग भूमि तलर पड़ो इंद्र वज्र करेंगे मुंडटा तले पड़ो। हौ ये
3-4 ଭାଗ କଲେ। ନାରାୟଣ ତାଙ୍କର ଗୋଟେ ଭାଗ ନେଇକି ଯୋଉଠି ତାଙ୍କ ସ୍ଥାନରେ ଯେମିତି ଶୟନ କରନ୍ତି କଲେ। ବାହାରିଲେ ଦେବଗଣ ମାନେ। ଗଲା ବେଳକୁ ଏମିତି ଭାବରେ ବୃତ୍ରାସୁର ତପସ୍ୟା କରୁଛି, ଏସବୁ ଦେଖିକି ଆଶ୍ଚର୍ଯ୍ୟ। ପଦ୍ମାସନ କରୁଛି, ଏକାଗ୍ର ଭାବରେ ଧ୍ୟାନ କରୁଛି। ସେ ବୃତ୍ରାସୁର ଯେମିତି ଦେବତାଙ୍କ ଭଳି ଦେଖାଯାଉଛି। ଏସବୁ ଦେଖିକି ଛାନିଆ, ଇଏ ମରିବ ନା, କେମିତି ମାରିବା? ନ ମାରିଲେ ଆଉ ନ ମାରି କଣ ହାରିକି ଘରକୁ ଯିବା? ଏ କଥା ଦେବଗଣ ମାନେ ଭାବୁଛନ୍ତି। ଇନ୍ଦ୍ରଙ୍କୁ ତ ମନ୍ତ୍ର ଦେଇ ଦେଇଛନ୍ତି ନାରାୟଣ, ଇନ୍ଦ୍ର କାହିଁ ଡରିବେ? ଗଲେ, ଇନ୍ଦ୍ର ଗଲେ, ଆଉ କାଳ ବିଳମ୍ବ ନାହିଁ। ଗଲେ ବଜ୍ର ପ୍ରହାର କଲେ, ଏକାଥରେ ଗଣ୍ଡି ମୁଣ୍ଡ 2 ଗାଡ। ଦେବଗଣ ମାନେ ଧନ୍ୟ ଧନ୍ୟ କଲେ। କିନ୍ତୁ ତା ବୃତ୍ରାସୁର ଦେହରେ ଯୋଉ ବ୍ରହ୍ମ ହତ୍ୟା, ଯେମିତି ମର୍ଯ୍ୟାଦା ପୁରୁଷ ରାମ ବେଳେ ଆପଣ ତ ଶୁଣି ନାହାନ୍ତି, ଆଉ କୋଉଠି ପାରାୟଣରେ ଶୁଣିଥିବେ, ବ୍ରହ୍ମ ହତ୍ୟା ଦୋଷ ଇନ୍ଦ୍ରଙ୍କ ପଛରେ ଗୋଡିଲା। ଇଏ ତ୍ରିକୁଟ ପର୍ବତକୁ ଡେଇଁ ପଡିଲେ। ନାରାୟଣଙ୍କ ଶକ୍ତି ତାଙ୍କ ପାଖରେ ଅଛି, ଆଉ ଭୟ ଡର କାହାକୁ ନା ଭୟ କାହାକୁ? ଡେଇଁ ପଡିଲେ। ତଥାପି ଡେଇଁ ପଡିଲେ କଣ ବ୍ରହ୍ମହତ୍ୟା ଛାଡ଼ିଦବ? ଯାଇକି ଇନ୍ଦ୍ରଙ୍କ ଅଙ୍ଗରେ ପ୍ରବେଶ କଲା। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରବେଶ କଲା ମାନେ ଆଉ କଣ ଇନ୍ଦ୍ର ଚଳପ୍ରଚଳ କରୁଛନ୍ତି? ଏକାଥରେ ପାଲାଲିସ୍, ଅଚଳ। ଇଆଡେ ବୃଷ୍ଟି ବନ୍ଦ, ବର୍ଷା ଅଭାବରେ ଜଳ ନାଗି ହାହାକାର ହେଲାଣି। କଣ କରିବେ? ତାଙ୍କର ଉପାୟ କଣ? ଦେବଗଣ ମାନେ ଚିନ୍ତିତ ହେଲେ, ନାରାୟଣଙ୍କ ପାଖକୁ ଗଲେ। ନାରାୟଣ କହିଲେ, ଇଏ ତ ହବା କଥା, ଜଣେ ତପସ୍ୱୀ ସେ, ଆଉ ବ୍ରହ୍ମହତ୍ୟା ଦୋଷ ତ ଲାଗିବା କଥା। ତେଣୁ ଦେବଗଣ ମାନେ କହିଲେ କିଛି ବ୍ୟବସ୍ଥା କରନ୍ତୁ, ଇଆଡେ ସଫା ବନ୍ଦ ହେଇଗଲାଣି, ଜଳ ବିନା ପ୍ରାଣୀ ମାନେ ହାହାକାର ପଡିଗଲାଣି। ପ୍ରାଣୀ ମାନଙ୍କର ବହୁତ ସ୍ତବ କଲେ। କହିଲା ଯାଅ ଇନ୍ଦ୍ରଙ୍କୁ କହିବ ଆମକୁ ସେ ପୂଜା କରୁ। ତା ସହିତ ସେଇ ପୂଜା ଭିତରେ ଅଶ୍ୱମେଧ ଯଜ୍ଞର ଆୟୋଜନ କରନ୍ତୁ, ନହେଲେ ବ୍ରହ୍ମହତ୍ୟା ମହାପାପରୁ ଉଦ୍ଧାର ଆଉ କେମିତି? ସେଇଆ କହିଲେ। ସମସ୍ତ ଦେବଗଣ ମାନେ ଆସିଲେ। ଇନ୍ଦ୍ର ତ ଅଚଳ, ନ ନିଜେ ଯାଇଥାନ୍ତେ। ଆୟୋଜନ କଲେ। ଇନ୍ଦ୍ର ନାରାୟଣଙ୍କୁ ସ୍ମରଣ କଲେ, ଆଉ ଜଳ ଆଉ କୋଉଠି ନାହିଁ। ନଦ ନଦୀ ସରୋବର ହ୍ରଦ ସବୁ ଶୁଖିଲା, ହାହାକାର ପଡିଗଲା।
କେମିତି ଶୀଘ୍ର ଯଜ୍ଞ ଆରମ୍ଭ କରିବେ। ସେଠୁ ନାରାୟଣଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତମ ବ୍ରାହ୍ମଣ ମାନଙ୍କୁ ଡାକିଲେ। ଡାକିକି ଇନ୍ଦ୍ର ପାଖକୁ ଗଲେ। ବିଧି ମତେ ଯେମିତି ବିଘ୍ନ ନ ହବ ଅଶ୍ୱମେଧ ଯଜ୍ଞ କଲେ। ତାପରେ କଣ ଶ୍ରୋତାବନ୍ଧୁ ମୁକ୍ତି ଅଛି। ବ୍ରହ୍ମହତ୍ୟା ବାହାରିଲା, ଆଉ ଠାବ ପାଇଲାନି। ଅଶ୍ୱମେଧ ଯଜ୍ଞ କଲା ମାନେ ବ୍ରହ୍ମହତ୍ୟା ଆଉ ରହିପାରିବନି। ଯେମିତି ଆପଣ ମାନଙ୍କର ନଳରାଜାଙ୍କୁ ଘଟିଥିଲା। ମର୍ଯାଦା ପୁରୁଷ ରାମକୁ ତମ ରାଶି ଘଟିଥିଲା, ନଳରାଜାଙ୍କୁ ଘଟିଥିଲା। ଆଉ ପରୀକ୍ଷିତ ରାଜାଙ୍କୁ ବି ଲାଗିଥିଲା। ତାଙ୍କୁ କଳି, ନଳରାଜାଙ୍କୁ କଳି ଯେତିକି ଭୋଗିଲେ କଳି ପାଇଁ ଭୋଗିଲେ। ଆଉ ଯାହା ହଉ ବ୍ରହ୍ମହତ୍ୟା ଯେତେବେଳେ ବାହାରିଲା, କହିଲା ମୁଁ ରହିମି କୋଉଠି। ସବୁ ଦେବଗଣ ମାନେ ଥିଲେ। କହିଲେ ତୁମେ ଆଗେ 4 ଭାଗ ହୁଅ। ବ୍ରହ୍ମହତ୍ୟା କଲା, 4 ଭାଗ ହେଲି। କହିଲେ ତୁମ କହିବା ଅନୁସାରେ 4 ଭାଗ ହେଲି। କହିଲେ ତାହେଲେ ତମେ ଚିନ୍ତା କର କୋଉଠି ରହିବ। ଗୋଟେ 2ଟା ଜାଗା ମତେ ଭଲ କୁହ, ତାପରେ ଆଉ 2ଟା କଥା ମୁଁ ସ୍ଥିର କରିବି। କହିଲା ହଉ। ଦେବଗଣ ମାନେ ଇନ୍ଦ୍ରଙ୍କ ସହିତ, ଇନ୍ଦ୍ର ତ ସେତେବେଳକୁ ସୁସ୍ଥ ହେଇଗଲେଣି। କହିଲେ ପ୍ରଥମ ଭାଗ ରହିବ ବର୍ଷା ଋତୁରେ ନଦ ନଦୀ ମାନଙ୍କ ଦେହରେ ବର୍ଷା କରାଇବ। କହିଲେ ହଉ। ଆଉ ଗୋଟେ ଭାଗ, ଦ୍ୱିତୀୟ ଭାଗ ପାତାଳରେ ରହିବ। କହିଲେ ତେଣିକି ବ୍ରହ୍ମହତ୍ୟା କଲେ, ତେଣିକି ମୁଁ କହିବି। କହିଲେ ମୋ ଯୋଉଦିନ ପର୍ବ ଦିନ ହବ ଭୂମିକମ୍ପ ହବ। କହିଲେ ହଉ ଚଳିବ। କହିଲା ତୃତୀୟ ଭାଗଟା ମୁଁ କହୁଛି। ବ୍ରହ୍ମହତ୍ୟା କହିଲା ହଉ କୁହ କୋଉଠି ରହିବ। ପ୍ରଥମ ଭାଗଟା ସ୍ତ୍ରୀ ଲୋକମାନଙ୍କର ରଜରେ ରହିବେ। 3 ଦିନ 3 ରାତି ରକ୍ତ ବର୍ଷା ହେବେ। ସେ ସମୟରେ ଯିଏ ରତି କ୍ରୀଡ଼ା କରିବ ବ୍ରହ୍ମହତ୍ୟା ଦୋଷ ତାକୁ ଲାଗିବ। କହିଲେ ହଉ। ଚତୁର୍ଥ ଭାଗଟା କାହା ପାଖରେ ରହିବ। ଚତୁର୍ଥ ଭାଗଟା ଯିଏ ଦେବତା ମାନଙ୍କୁ ନିନ୍ଦା କରିବ ସେଇ ଲୋକ ପାଖରେ ରହିବ। ବ୍ରହ୍ମହତ୍ୟା ତାକୁ ଲାଗିବ। ପ୍ରିୟ ଶ୍ରୋତା ବନ୍ଧୁ ମନେ ରଖିବେ। ହଉ, ବ୍ରହ୍ମହତ୍ୟା ଭାଗ ସରିଲା। ତାପରେ ତା ଇଚ୍ଛା ଅନୁସାରେ ହେଇଗଲା। ତାପରେ ଇନ୍ଦ୍ର ପୁରା ସୁସ୍ଥ ହେଲେ। ତାପରେ ଇନ୍ଦ୍ର ଗଲେ ପୂର୍ବ ଭଳିଆ ଯେମିତି ସ୍ୱର୍ଗରେ ଇନ୍ଦ୍ରପଦ ଲାଭ କରନ୍ତି, ଯାଇକି ପାଳିଲେ, ଦେବତା ମାନଙ୍କୁ ପାଖରେ ରଖିଲେ। କହିଲେ ଯାହା ହଉ ନାରାୟଣଙ୍କ ଯୋଗେ ମୁଁ ମୁକ୍ତି ପାଇନି। ଇନ୍ଦ୍ର ପାଇଲେ। ତାପରେ ଏ କଥା ଜଣାଥିଲା ଲକ୍ଷ୍ମଣ ଭଗବାନଙ୍କୁ। ସେ ତ ବହୁତ ମର୍ଯାଦା ପୁରୁଷ ରାମକୁ ସିନା ତମ ରାଶି ଢାଙ୍କିଥିଲା, ସେ ବହୁତ କଥା ଜାଣିପାରନ୍ତିନି। ଲକ୍ଷ୍ମଣ ଭଗବାନ କହିଲେ ଆମେ କରିବା, ମୁକ୍ତି ହବ କେମିତି। ଏଇ କଥା ଚିନ୍ତା କରିକି ତାପରେ
କଥା ହେବ। ତାପରେ ବର୍ଷା ଯେମିତି ହେବା କଥା ହେଲା, ସେଇ କେତେ ଦିନ ଜୀବଜନ୍ତୁ କୃଷି କାର୍ଯ୍ୟ ସବୁ ଅସୁବିଧା ହେଲା। ତାପରେ ସବୁ ଠିକଠାକ୍ ହେଇଗଲା। ତାପରେ ଲକ୍ଷ୍ମଣ ଭଗବାନ କହିବେ, ମର୍ଯ୍ୟାଦା ପୁରୁଷ ରାମ ଶୁଣିବେ। ଶୁଣିଲା ପରେ ଯଜ୍ଞର ଆୟୋଜନ ହେବ। ଆପଣମାନେ ଆସନ୍ତା ଅଧ୍ୟାୟରେ ଶୁଣିବେ। ତେଣୁ ଆପଣମାନେ ଏକଥା ମନେ ରଖିବେ, କିଏ ମାରିଲେ, ଇନ୍ଦ୍ରଙ୍କୁ ମାରିଲେ ନା ବୃତ୍ରାସୁରକୁ କିଏ ମାରିଲେ, ଆପଣମାନେ କହିବେ। ମୋର ପ୍ରିୟ ଶ୍ରୋତା ବନ୍ଧୁକୁ ନମସ୍କାର କରି ଏଇଠୁ ଆଜି ବନ୍ଦ ରଖିବା। ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ସ୍ୱର୍ଗମାତା ପାତାଳକୁ ନମସ୍କାର କରି, ରାମନାରାୟଣକୁ ନମସ୍କାର କରି, କୃଷ୍ଣ ଭଗବାନଙ୍କୁ ନମସ୍କାର କରି, ଜଗନ୍ନାଥ ମହାପ୍ରଭୁଙ୍କୁ ନମସ୍କାର କରି, 33 କୋଟି ଦେବତାଙ୍କୁ ନମସ୍କାର କରି, ଆଉ ଗୋଟିଏ କଥା ପ୍ରିୟ ଶ୍ରୋତା ବନ୍ଧୁ, ଯାହା କରନ୍ତୁ ଆପଣ ଶୁଣିକି କାମରେ ଲଗେଇବେ, ସତ୍ୟ ଧର୍ମକୁ ପାଳନ କରିଥିବେ। ସେ ହେଲା ମୁଖ୍ୟ। ସତ୍ୟ ଯଦି ଅଛି ସବୁ ଅଛି, ଧର୍ମ ଯଦି ଅଛି ସବୁ ଅଛି। ସେଇ ଆମମାନଙ୍କୁ ଉଦ୍ଧାର କରିବ। ଆଉ ସଂସ୍କାର, ଏଇ 3ଟା ଜିନିଷ ହେଲେ ଚାଲିଲା। ଏଇ କଥା ମନେ ରଖିବେ। ପିଲାମାନେ ବି ମଣିଷ ହେବେ। ଆପଣ ଯଦି ଆପଣ ପିତାମାତାଙ୍କୁ ନମସ୍କାର କରିବେ, ଆପଣଙ୍କ ପିଲାମାନେ ଆପଣଙ୍କୁ ନମସ୍କାର କରିବେ, ତାଙ୍କ ପିଲାମାନେ ତାଙ୍କୁ ନମସ୍କାର କରିବେ। ସଂସ୍କାରଟା ଏମିତି ହୁଏ। ଏତିକି କହି ସମସ୍ତଙ୍କୁ ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।